ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ୍ ଚ୍ୟାନେଲର ଅନ୍ୟ ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ଆମର ଯେଉଁ 30 ଟିକିଆ କ୍ୱେଶ୍ଚନର ସିରିଜ ଚାଲିଥିଲା, ଆଜି ଆଲୋଚନା କରିବା ସେଇ ସାହିତ୍ୟ ତତ୍ତ୍ୱ ରସ ଓ ରୀତିର 30 ଗୋଟି ପ୍ରଶ୍ନ ଉତ୍ତର। ତା ପୂର୍ବରୁ ଆପଣମାନଙ୍କୁ କହି ରଖେ, ଓଡ଼ିଆ ନେଟ୍ ଏଚିଭର୍ସ ୟୁଟ୍ୟୁବ୍ ଚ୍ୟାନେଲକୁ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ୍ କରିବେ। ଭିଡ଼ିଓ ଯଦି ଆପଣମାନଙ୍କୁ ପସନ୍ଦ ହେଲେ ସାଙ୍ଗମାନଙ୍କୁ ନିହାତି ସେୟାର କରିବେ। ଆସନ୍ତୁ ଆଜିର ପାଠକୁ ଆଗେଇ ନେବା। ରସ ଓ ରୀତି। ରସର ମୂଳ ଅର୍ଥ କ'ଣ? ସ୍ୱାଦ। ଆମେ ଯେମିତି କିଛି ଖାଇଲେ ସ୍ୱାଦ ତାର କ'ଣ କରୁ? ଅନୁଭବ କରୁ। ଠିକ୍ ସେମିତି ରସକୁ ଆସ୍ୱାଦନ କଲେ ମଧ୍ୟ କ'ଣ ହେଇଥାଏ? ଆମେ ତାର ସ୍ୱାଦ ପାଇଥାଉ। ତେଣୁ ରସର ମୂଳ ଅର୍ଥ କ'ଣ? ସ୍ୱାଦ। ବିଶ୍ୱନାଥ କବିରାଜଙ୍କ ମତରେ କ'ଣ? ଦେଖିବା, ଟିକେ ରୁହନ୍ତୁ। ବିଶ୍ୱନାଥ କବିରାଜ ତାଙ୍କ ସାହିତ୍ୟ ଦର୍ପଣ ପୁସ୍ତକରେ, ବିଶ୍ୱନାଥ କବିରାଜଙ୍କ ଗ୍ରନ୍ଥର ନାଁ କ'ଣ? ସାହିତ୍ୟ ଦର୍ପଣ ପୁସ୍ତକରେ ନବରସର ବର୍ଣ୍ଣନା କରିଛନ୍ତି। ଏ ଯୋଉ 9ଟି ରସର ବର୍ଣ୍ଣନା କରିବାକୁ ଯାଇ ସେ କ'ଣ କହୁଛନ୍ତି ଦେଖିବା। ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବିଭତ୍ସ, ଭୂତ, ଇତଷ୍ଟ, ଶାନ୍ତସ୍ଥତା ମତ। ସେ କହୁଛନ୍ତି ଏଇଠି 9ଟି ରସର ବର୍ଣ୍ଣନା କରୁଛନ୍ତି କିଏ? ବିଶ୍ୱନାଥ କବିରାଜ। ବର୍ତ୍ତମାନ କାଳରେ କିନ୍ତୁ ଏ ଯେଉଁ ବାତ୍ସଲ୍ୟ ରସକୁ 10ମ ରସ ରୂପରେ ସ୍ୱୀକାର କରୁଛନ୍ତି କିଛି ସମାଲୋଚକମାନେ। ରସ ସୃଷ୍ଟି ନିମନ୍ତେ ସ୍ଥାୟୀ ଭାବ ଦରକାର। କ'ଣ ଦରକାର? ସ୍ଥାୟୀ ଭାବ, ଅନୁଭାବ ଓ ବିଭାବ ଆବଶ୍ୟକ। ସଂସ୍କୃତ ସାହିତ୍ୟର ପ୍ରଖ୍ୟାତ ଆଳଙ୍କାରିକ। ଓ ସାହିତ୍ୟର? ସଂସ୍କୃତ ସାହିତ୍ୟର ଜଣେ ବିଶିଷ୍ଟ ଆଳଙ୍କାରିକ ଆଚାର୍ଯ୍ୟ ବାମନ। ମନେ ରଖିବା, ଆଚାର୍ଯ୍ୟ ବାମନ ଏ ଯୋଉ ଆଚାର୍ଯ୍ୟ ବାମନ ହେଉଛନ୍ତି ଏ ଯୋଉ ରୀତିବାଦର ପ୍ରବର୍ତ୍ତକ। ହେଲେ ରୀତିବାଦର ପ୍ରବର୍ତ୍ତକ କିଏ? ଆଚାର୍ଯ୍ୟ ବାମନ। ତାଙ୍କର ଗ୍ରନ୍ଥର ନାଁ କ'ଣ? କାବ୍ୟାଳଙ୍କାର ସୂତ୍ର। ଏ ଯୋଉ କାବ୍ୟାଳଙ୍କାର ସୂତ୍ରରେ ସେ ଉଲ୍ଲେଖ କରିଛନ୍ତି କ'ଣ? ରୀତିରାତ୍ମା କାବ୍ୟସ୍ୟ। ତାର ମାନେ କ'ଣ? ତାର ଅର୍ଥ କ'ଣ? ରୀତି ହେଉଛି କାବ୍ୟର ଆତ୍ମା ସଦୃଶ। ଆଉ କ'ଣ କହୁଛନ୍ତି ସେ? ବିଶିଷ୍ଟ ପଦରଚନା ଶୈଳୀ ବା ସଂଗଠନକୁ ସାଧାରଣତଃ ରୀତି କୁହାଯାଏ। ଯେହେତୁ ଆମେ ପୂର୍ବ ଭିଡ଼ିଓରେ ଆଲୋଚନା କରିଛେ ମଧ୍ୟ ରୀତି ସମ୍ପର୍କରେ। ହେଲେ ବିଶିଷ୍ଟ ପଦରଚନା ଶୈଳୀ, ଲେଖକଙ୍କର ଲେଖିବା ଶୈଳୀ, ବିଭିନ୍ନ ପ୍ରକାର ଶୈଳୀରେ ଲେଖକମାନେ ଲେଖନ୍ତି। ସମସ୍ତଙ୍କର ରଚନା ଶୈଳୀ ସମାନ ନୁହେଁ, ସମସ୍ତଙ୍କର ଅଲଗା ଅଲଗା ଶୈଳୀ। ସେଇ ଶୈଳୀ ବା ସଂଗଠନକୁ ହିଁ ଆମେ କ'ଣ କହୁଛେ? ସାଧାରଣତଃ ରୀତି ବୋଲି କହୁଛେ। ଆଚାର୍ଯ୍ୟ ବାମନ ରୀତିକୁ ବୈଦର୍ଭୀ, ଗୌଡ଼ୀ ଓ ପାଞ୍ଚାଳୀ ନାମରେ 3 ଭାଗରେ ବିଭକ୍ତ କରିଛନ୍ତି। କେତେ ଭାଗରେ? 3 ଭାଗରେ ବିଭକ୍ତ କରିଛନ୍ତି। ଆସନ୍ତୁ ଆଜିର ପ୍ରଥମ ପ୍ରଶ୍ନ ଦେଖିବା। 1 ନମ୍ବର ପ୍ରଶ୍ନ, ଅତ୍ରାହ ରସ ଇତି କ ପଦାର୍ଥ ଆସ୍ୱାଦ୍ୟାତ୍, ଏହା କେଉଁ ଗ୍ରନ୍ଥରେ ଲିଖିତ? 1 ନମ୍ବର ପ୍ରଶ୍ନର ଉତ୍ତର କ'ଣ ହେବ? ସି ହେବ ଏହାର ଉତ୍ତର। ନାଟ୍ୟଶାସ୍ତ୍ର ଗ୍ରନ୍ଥରେ ଲିଖିତ। ପରବର୍ତ୍ତୀ ପ୍ରଶ୍ନ, ରସ୍ୟତେ ଇତି ରସ, ଏହା କାହାର ମତ? ବିଶ୍ୱନାଥ କବିରାଜ, ଭରତ ମୁନି, ନନ୍ଦିକେଶ୍ୱର, ଆଚାର୍ଯ୍ୟ ବାମନ। ରସ୍ୟତେ ଇତି ରସ କଥା କିଏ କ'ଣ କହୁଛନ୍ତି? କିଏ କହିଛନ୍ତି ଏ କଥା? ବିଶ୍ୱନାଥ କବିରାଜ। 2 ନମ୍ବରର ଉତ୍ତର କ'ଣ ହେବ? 3 ନମ୍ବର ପ୍ରଶ୍ନ, ଆଗକୁ ଯିବା।
କ ସ୍ତମ୍ଭ ସହିତ କ ସ୍ତମ୍ଭ ଦେଖିବା। ସାହିତ୍ୟ ଦର୍ପଣ କାହାର? ବିଶ୍ୱନାଥ କବିରାଜ। ତାମାନେ 3 ର ଆଇଭି ଦେଖିବା ଆମେ 3 ର ଆଇଭି କୋଉଠି? ଏଇଟା 3 ତାର ଆଇଭି କଣ? ତାହେଲେ କଣ ହବ ଉତ୍ତର? ବି ହବ ଉତ୍ତର। ସହଜ ଦେଖିଲେଣି ତ? ଆପଣ ମାନେ ଏମିତି କରିବେ, ଯୋଉଟା ଆସିବ ତାକୁ ଜଏଣ୍ଟ କରିବେ ଏବଂ ତା ତଳକୁ ଦେଖିବେ। ଆସିଲା କଣ? 1 ର ଟ୍ରିପୁଲ ଆଇ କାବ୍ୟ ମୀମାଂସା ରାଜଶେଖର। ତାପରେ ଆସିଲା 2 ର ଆଇ କାବ୍ୟ ପ୍ରକାଶ କିଏ? ଆଚାର୍ଯ୍ୟ ବାମନ। କାବ୍ୟାଦର୍ଶ ଆଚାର୍ଯ୍ୟ ଦଣ୍ଡୀ। 4 ର 2 ଆଇ। ପରବର୍ତ୍ତୀ ପ୍ରଶ୍ନ 4 ନମ୍ବର। ରସ ସାଧାରଣତଃ କେତେ ପ୍ରକାର? କେତେ ପ୍ରକାର କୁହନ୍ତୁ? 4 ନମ୍ବର ପ୍ରଶ୍ନ। ଏଟା ତ ସମସ୍ତେ ଜାଣିଛନ୍ତି 9 ପ୍ରକାର। ରସ କେତେ ପ୍ରକାର? 9 ପ୍ରକାର। ପରବର୍ତ୍ତୀ ପ୍ରଶ୍ନ 5 ନମ୍ବର ପ୍ରଶ୍ନ। ରୌଦ୍ର ରସର ସ୍ଥାୟୀ ଭାବ କଣ? ରୌଦ୍ର ବୁଝିପାରୁଛନ୍ତି ତ? କରୁଣ ମାନେ ଦୁଃଖ, ଜୁଗୁପ୍ସା ମାନେ ଘୃଣା, ଉତ୍ସାହ ମାନେ ପୀର ରସର ଉତ୍ସାହ ମାନେ ପୀର ରସର ସ୍ଥାୟୀ ଭାବ। ରୌଦ୍ର ରସର ସ୍ଥାୟୀ ଭାବ କଣ? 5 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଡି ରୌଦ୍ର। କ୍ରୋଧ ମାନେ ରାଗ, ଯୋଉଟା କ୍ରୋଧ। ପରବର୍ତ୍ତୀ ପ୍ରଶ୍ନ। ରତି କେଉଁ ରସର ସ୍ଥାୟୀ ଭାବ? ପରବର୍ତ୍ତୀ ପ୍ରଶ୍ନ ଓ 6 ନମ୍ବର। ରତି କେଉଁ ରସର ସ୍ଥାୟୀ ଭାବ? ହାସ୍ୟ ରସ ତ ନୁହେଁ, ଅଦ୍ଭୁତ ବି ନାହିଁ, ଶାନ୍ତ ବି ନାହିଁ। ତାହେଲେ ଉତ୍ତର କଣ ହବ? ରତି କେଉଁ ରସର ସ୍ଥାୟୀ ଭାବ? ଶୃଙ୍ଗାର ରସର ସ୍ଥାୟୀ ଭାବ। 6 ନମ୍ବର। ପରବର୍ତ୍ତୀ ପ୍ରଶ୍ନ 7 ନମ୍ବର ପ୍ରଶ୍ନ। କେଉଁ ରସ ନିଷ୍ପନ୍ନରେ କେଉଁଟି ରସ ନିଷ୍ପନ୍ନରେ ସାହାଯ୍ୟ କରେ ନାହିଁ? କୋଉଟା ରସ ତିଆରି ପାଇଁ ବା ନିଷ୍ପତ୍ତି ପାଇଁ ସାହାଯ୍ୟ କରେ ନାହିଁ? 7 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ବିଭାବ, ଅନୁଭାବ, ସଞ୍ଚାରୀ ଭାବ। ଏ 3ଟି ତ ସାହାଯ୍ୟ କରେ। ପ୍ରଶ୍ନଟି ଭଲ କି ପଢିବେ। କେଉଁଟି ରସ ନିଷ୍ପତ୍ତିରେ ସାହାଯ୍ୟ କରେ ନାହିଁ? ତାହେଲେ ଉତ୍ତର କଣ ହବ? ସୁଭାବ। ସୁଭାବ ବୋଲି ସେମିତି କିଛି ନାହିଁ। ପରବର୍ତ୍ତୀ ପ୍ରଶ୍ନ 8 ନମ୍ବର। ବିଭାବାନୁଭାବ, ସଞ୍ଚାରୀ ଭାବ, ସଂଯୋଗାତ୍ ରସ ନିଷ୍ପତ୍ତି କାହାର ମତ? କିଏ ମତ ଦେଇଥିଲେ? ଭରତ ମୁନି। ଉତ୍ତର କଣ ହବ? ଭରତ ମୁନି। 8 ନମ୍ବର ଉତ୍ତର କଣ ହବ? ସି। ପରବର୍ତ୍ତୀ ପ୍ରଶ୍ନ 9 ନମ୍ବର ପ୍ରଶ୍ନକୁ ଯିବା। ନିମ୍ନଲିଖିତ ରସମାନଙ୍କ ମଧ୍ୟରୁ କେଉଁଟି ଭରତ ମୁନିଙ୍କ ଦ୍ୱାରା ଲିଖିତ ନୁହେଁ? କୋଉ ରସଟି ଭରତ ମୁନିଙ୍କ ଦ୍ୱାରା ଲିଖିତ ନୁହେଁ? ଶାନ୍ତ ରସ। କୋଉ ରସ? ଶାନ୍ତ ରସ। ପରବର୍ତ୍ତୀ ପ୍ରଶ୍ନ 10 ନମ୍ବର ପ୍ରଶ୍ନ। ଯେଉଁ ସବୁ ବସ୍ତୁ ରତି, ହାସ ଆଦି ସ୍ଥାୟୀ ଭାବର ଉଦ୍ବୋଧନ, ସେଗୁଡ଼ିକୁ କଣ କୁହାଯାଏ? କଣ କୁହାଯାଏ? 10 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ବିଭାବ। ବିଭାବ ପୁଣି 2 ପ୍ରକାର ତମମାନଙ୍କୁ କହିଥିଲି। ଆଲମ୍ବନ ବିଭାବ, ଅନୁଭାବ। ଆଉ ବ୍ୟଭିଚାରୀ ଭାବ ବା ସଞ୍ଚାରୀ ଭାବ କଣ? କ୍ଷଣକୁ ହଠାତ୍ ଆସିଯିବ ଉତ୍ତେଜିତ ହବା ପାଇଁ, ତାପରେ ପୁଣି କ୍ଷଣକରେ ଉଭେଇ ଯିବ। ସେଇଟା ହଉଛି ବ୍ୟଭିଚାରୀ ଭାବ ବା ସଞ୍ଚାରୀ ଭାବ। এই ବ୍ୟଭିଚାରୀ ଭାବ ପୁଣି କେତେ ଗୋଟି? 33 ଗୋଟି। ତାହେଲେ ଯେଉଁ ସବୁ ବସ୍ତୁ ରତି, ହାସ ଆଦି ସ୍ଥାୟୀ ଭାବର ଉଦ୍ବୋଧନ, ସେଗୁଡ଼ିକୁ କଣ କହିବା? ବିଭାବ ବୋଲି କୁହାଯାଏ ବା କହିଥାଉ ଆମେ। ପରବର୍ତ୍ତୀ ପ୍ରଶ୍ନ। ବିଶ୍ୱନାଥ କବିରାଜ କେଉଁ ରସଟିକୁ ଉଲ୍ଲେଖିତ କରି ନାହାନ୍ତି? ସେ କ୍ୱେଶ୍ଚନ ପଚାରିଛି କଣ? ବିଶ୍ୱନାଥ କବିରାଜ କେଉଁ ରସଟିକୁ ଉଲ୍ଲେଖିତ କରି ନାହାନ୍ତି? 11 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ବାତ୍ସଲ୍ୟ ରସ। ଯେହେତୁ ବାତ୍ସଲ୍ୟ ରସକୁ ଦଶମ ରସ ରୂପେ ସମାଲୋଚକ ମାନେ ସ୍ୱୀକାର କରୁଛନ୍ତି। ବିଶ୍ୱନାଥ କବିରାଜ। 11 ନମ୍ବର ଉତ୍ତର। 12 ନମ୍ବର ଉତ୍ତର। 12 ନମ୍ବର ପ୍ରଶ୍ନ। ରୂପ ଗୋସ୍ୱାମୀ ତାଙ୍କର ଉଜ୍ଜ୍ୱଳ ନୀଳମଣି ଗ୍ରନ୍ଥରେ, ରୂପ ଗୋସ୍ୱାମୀଙ୍କ ଗ୍ରନ୍ଥର ନାଁ କଣ? ଉଜ୍ଜ୍ୱଳ ନୀଳମଣି। ଏ ଗ୍ରନ୍ଥର ନାଁଟିକୁ
ମନେ ରଖିବେ ଉଜ୍ଜଳ ନୀଳମଣି ଗ୍ରନ୍ଥରେ କେଉଁ ଦୁଇଟି ରସର ପରିକଳ୍ପନା କରାଯାଇଛି? 12 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଯୋଉ ମାଧୁର୍ଯ୍ୟ ଓ ଭକ୍ତି ରସ। 12 ନମ୍ବର ଉତ୍ତର ହବ ସି। ରୂପ ଗୋସ୍ୱାମୀ ତାଙ୍କର ଉଜ୍ଜଳ ନୀଳମଣି ଗ୍ରନ୍ଥରେ ମାଧୁର୍ଯ୍ୟ ଓ ଭକ୍ତି ଦୁଇଟି ରସର ପରିକଳ୍ପନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ 13 ନମ୍ବର ପ୍ରଶ୍ନ। ନିସ୍ତବ୍ଧ ନୀରବସେ ମହାବିଜନେ ସନାତନ ଶ୍ଵେତ ତୁଷାର ଆସନେ ବ୍ୟୋମକେଶ ମୂର୍ତ୍ତି ଦେଖିଲି ଚମକି ପଡ଼ିଲା ସେ ରୂପେ ଚିତ୍ତବୃତ୍ତି ଥକି ମନେ ମନେ କହି ନମିଲି ନୀରବେ ନମେ ଦେମାତ୍ ମନେ ଶ୍ରୀ ଗୌରୀ ଗୁରବେ। ଏହା କେଉଁ ରସର ଏକ ପ୍ରକୃଷ୍ଟ ଉଦାହରଣ? 13 ନମ୍ବର ପ୍ରଶ୍ନର ଉତ୍ତର କଣ? ଅଦ୍ଭୁତ ରସ। କୋଉ ରସ? ଅଦ୍ଭୁତ ରସ। 13 ନମ୍ବର ପ୍ରଶ୍ନର ଉତ୍ତର ହବ ଡି। ପରବର୍ତ୍ତୀ ପ୍ରଶ୍ନ। ହା ନାଥ ଉଚ୍ଚାରି ଦେବୀ ବ୍ୟାକୁଳେ କମଳେ ଅବସରେ ବସୁ ବସୁ ବସୁନ୍ଧରା ତଳେ ସଂଜ୍ଞାପୀର ହିତ ହୋଇ ପଡ଼ିଲେ ଉତ୍ଥାନେ ନଥିଲେ ଧରିବା ପାଇଁ କେହି ସନ୍ନିଧାନେ। 14 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? କରୁଣ ରସ। ପଡ଼ିବା ବେଳେ ପାଖରେ କେହି ନଥିଲେ ବୋଲି କହୁଛନ୍ତି। ଧରିବା ପାଇଁ ନଥିଲେ ଧରିବା ପାଇଁ କେହି ସନ୍ନିଧାନ। ଉତ୍ତର କଣ ହବ? କରୁଣ ରସ। 14 ନମ୍ବର ଉତ୍ତର। ପରବର୍ତ୍ତୀ ପ୍ରଶ୍ନ। ସାହିତ୍ୟ ରସ ପ୍ରାଧାନ୍ୟ ପ୍ରଥମେ କିଏ ଉପଲବ୍ଧି କରିଥିଲେ? ସାହିତ୍ୟ ରସ ପ୍ରାଧାନ୍ୟ ପ୍ରଥମେ କିଏ ଉପଲବ୍ଧି କରିଥିଲେ? 15 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଭରତ ମୁନି। ପରବର୍ତ୍ତୀ ପ୍ରଶ୍ନ। ବାମନଙ୍କ ମତରେ ରୀତି କେତେ ପ୍ରକାର? 16 ନମ୍ବର ପ୍ରଶ୍ନର ଉତ୍ତର କଣ? ବାମନଙ୍କ ମତରେ ରୀତି 3 ପ୍ରକାର। ପରବର୍ତ୍ତୀ ପ୍ରଶ୍ନ। ରୀତି ଅବୟବ ସଂସ୍ଥାନ ବିଶେଷ କାହାର ମତ? 17 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ବିଶ୍ୱନାଥ କବିରାଜ। ରୀତି ଅବୟବ ସଂସ୍ଥାନ ବିଶେଷ କାହାର ମତ? ବିଶ୍ୱନାଥ କବିରାଜ। ପରବର୍ତ୍ତୀ ପ୍ରଶ୍ନର ଉତ୍ତର ପରବର୍ତ୍ତୀ ପ୍ରଶ୍ନ 18 ନମ୍ବର ପ୍ରଶ୍ନ। ମାଗଧୀ ଓ ଅବନ୍ତିକା ଏହି ଦୁଇଟି ରୀତିର ସ୍ରଷ୍ଟା କିଏ? ପୂର୍ବରୁ ବି ଆମେ ଏହି କ୍ୱେଶ୍ଚନ ଆଲୋଚନା କରିଛେ। ମାଗଧୀ ଓ ଅବନ୍ତିକା ଏହି ଦୁଇଟି ରୀତିର ସ୍ରଷ୍ଟା କିଏ? 18 ନମ୍ବର ପ୍ରଶ୍ନ। ଏହାର ଉତ୍ତର କଣ ହବ? ଭୋଜରାଜ ମାଗଧୀ ଓ ଅବନ୍ତୀ ନାମକ ଦୁଇଟି ରୀତିକୁ ସଂଯୋଗ କରି ରୀତି ସଂଖ୍ୟା 6 ବୋଲି କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ 19 ନମ୍ବର ପ୍ରଶ୍ନ। କାବ୍ୟ ତତ୍ତ୍ୱରେ ରୀତି ପ୍ରସଙ୍ଗର ପ୍ରଥମ ଉଦ୍ଘୋଷକ କିଏ? 19 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ଆଚାର୍ଯ୍ୟ ବାମନ ରୀତିବାଦର ପ୍ରବକ୍ତା। ପରବର୍ତ୍ତୀ ପ୍ରଶ୍ନ ଗୁଣ ଆସିଲା। ମାଧୁର୍ଯ୍ୟ ବ୍ୟଞ୍ଜକ ଗୁଣ ପ୍ରକାଶ ବର୍ଣ୍ଣ ବା ଅକ୍ଷର ଦ୍ୱାରା। ମାଧୁର୍ଯ୍ୟ ବ୍ୟଞ୍ଜକ ଗୁଣ ପ୍ରକାଶ ମାଧୁର୍ଯ୍ୟ ବ୍ୟଞ୍ଜକ ଗୁଣ ପ୍ରକାଶ ବର୍ଣ୍ଣ ବା ଅକ୍ଷର ଦ୍ୱାରା ଅଳ୍ପ ସମାସ ଯୁକ୍ତ ଏବଂ ସମାସହୀନ ଅଥବା ସମାସହୀନ ବିଲକୁଲ ସମାସ ନଥିବ କିମ୍ବା ଟିକିଏ ସମାସ ଥିବ ଏବଂ ମାଧୁର୍ଯ୍ୟ ଗୁଣକୁ ପ୍ରକାଶ କରୁଥିବ ସେଇ ଲଳିତ ରଚନାକୁ ଆମେ କେଉଁ ରୀତି କହିଥାଉ? କେଉଁ ରୀତି କୁହାଯାଏ? 20 ନମ୍ବର ପ୍ରଶ୍ନର ଉତ୍ତର କଣ ହବ? ବୈଦର୍ବୀ ରୀତି। ମାଧୁର୍ଯ୍ୟ ବ୍ୟଞ୍ଜକ ଗୁଣ ପ୍ରକାଶ ବର୍ଣ୍ଣ ବା ଅକ୍ଷର ଦ୍ୱାରା ଅଳ୍ପ ସମାସ ଯୁକ୍ତ ଅଥବା ସମାସହୀନ ଲଳିତ ରଚନାକୁ କେଉଁ ରୀତି କୁହାଯାଏ? ବୈଦର୍ବୀ ରୀତି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ। ଅଜଗୁଣ ବ୍ୟଞ୍ଜକ କଠିନ ବର୍ଣ୍ଣ ତଥା କଠିନ ଯୁକ୍ତାକ୍ଷର ସହିତ ସମାସର ବହୁଳ ବ୍ୟବହାରକୁ କେଉଁ ରୀତି ନାମରେ ଉଲ୍ଲେଖ କରାଯାଇଛି? ଏଠି ଅଜଗୁଣ ରହିଥିବା ଏବଂ କଠିନ ବର୍ଣ୍ଣ ଏବଂ କଠିନ ଯୁକ୍ତାକ୍ଷରର ପ୍ରୟୋଗ ହେଇଥିବ ଏବଂ
समासर बहुल प्रयोग होइथो जो काव्य रे ताकू आमे केउ रीति कहिथाउ 21 नंबर प्रश्न रो उत्तर गौड़ी रीति। परवर्ती प्रश्न हळंदी जଳ कल्लड़ रंगिया कदम्ब तरुतड़ त्रिभंगिया कड़ा कमल कोजଳ कालिया कदम्ब तरुतड़ त्रिभंगिया यह केउ रीतिर एक दृष्टांत। 22 नंबर प्रश्न केउ रीति पंचाली रीति। 23 नंबर प्रश्न को जिबा एई सहकार तळे सेदिन प्रियार कर कंकण भिड़िथिला मोर गळे चांदिनी राति उठिला माती मलय परस पाई बन पक्षी दूरे करुणे मधुरे जाउथिला किबा गाई। 23 नंबर प्रश्नर उत्तर कौन हबो यह केउ रीति रे लिखित। 23 नंबर प्रश्नर उत्तर हबो ए वैदर्भी रीति। परवर्ती प्रश्न संस्कृत आलंकारिक माने रीतिर केतोटी मार्ग प्रदर्शन करिसेंती। उत्तर कौन हबो तीनोटी मार्ग। संस्कृत आलंकारिक माने रीतिर केतोटी मार्ग प्रदर्शन करिसेंती तीनोटी मार्ग। परवर्ती प्रश्न केउठी रीति निर्धारण एक मार्ग नुहे उठा रीति निर्धारण गोटे मार्ग नुहे समता देखिबो कौन हबो उत्तर समता। परवर्ती प्रश्न वर्णे शेषो पुनर्दय समस्त पंचश पद बंध पांचालिका मता केउ ग्रंथ रे उल्लेखित रहिছে। 26 नंबर प्रश्न साहित्य दर्पण ग्रंथ रे। परवर्ती प्रश्न केउठी वामनकर रचना आचार्य वामनकर रचना केउठी काव्यालंकार सूत्र। परवर्ती प्रश्न सरस्वती कंठभरण ग्रंथर श्रेष्ठा किए। 28 नंबर प्रश्न सरस्वती कंठभरण पंडित जगन्नाथ। क्षेमेन्द्रंकर औचित्य विचार चर्चा राजशेखरंकर काव्य मीमांसा कवि कंठभरण पंडित जगन्नाथ। परवर्ती प्रश्न एवं आज शेष प्रश्न केउ प्रकार काव्य उत्कृष्ट बोली विवेचित हुए। 30 नंबर प्रश्न उत्तर कौन हबो रस काव्य। केउ प्रकार काव्य उत्कृष्ट बोली विवेचित हुए रस काव्य। आज शेष प्रश्न थिला। धन्यवाद वीडियो को देखिथिबारु। वीडियो जदि भल लागुची ताहले आम चैनल को तथा ओडिया नेट अचीवर्स यूट्यूब चैनल को सब्सक्राइब करिवे लाइक करिवे शेयर करिवे संग पीडीएफ पाइबा को चाहूथिले ओडिया नेट अचीवर्स टेलीग्राम चैनल रे जॉइन करिवे। थैंक यू।